ପୁଣି ଉଡ଼ିବ ଛକା ଚୌକା, ଭାଙ୍ଗିବ ଷ୍ଟମ୍ପ, ନାଚିବେ ଝୁମିବେ ଦର୍ଶକ, ଶୁଭିବ ଚିୟର ଅଫ୍, କାରଣ ଖୁବ୍ ଶୀଘ୍ର ଫେରୁଛି ଆଇପିଏଲ୍ 2025। ମେ 17ରୁ ପୁଣି ଆରମ୍ଭ ହେବ ଅଧାରେ ଅଟକିଥିବା ଏହି ଟୁର୍ଣ୍ଣାମେଣ୍ଟ। ଭାରତ ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ପାଇଁ ସୁରକ୍ଷା ଦୃଷ୍ଟିରୁ ସ୍ଥଗିତ ଥିବା ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଖେଳିବା ପାଇଁ ଗ୍ରୀନ୍ ସିଗ୍ନାଲ୍ ମିଳିଥିବା କୁହାଯାଉଛି, ଯାହାକୁ ନେଇ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବେ ଦେଖିବାକୁ ମିଳୁଛି। ଆସନ୍ତା ଶନିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍କୁ ମିଶାଇ ଆହୁରି 17ଟି ମ୍ୟାଚ୍ ବାକି ରହିଛି। ତେବେ ସାମୟିକ ବିରତି ପରେ କେମିତି ରହିଥିବ ଇନଫର୍ମ ଖେଳାଳିଙ୍କ ବ୍ୟାଟିଂ ଏବଂ ବୋଲିଂ? ନିଜ ନିଜ ପ୍ରିୟ ଖେଳାଳିଙ୍କ ଜଲବା ଦେଖିବା ପାଇଁ ପୁରା ରେଡି ହୋଇସାରିଲେଣି ଦର୍ଶକ। ଏବେ ଅପେକ୍ଷା କେବଳ ଶନିବାର ରାତି 7ଟାକୁ। ପ୍ରଥମ 5ଟି ସ୍ଥାନରେ ଗୁଜରାଟ, ବାଙ୍ଗାଲୋର, ପଞ୍ଜାବ, ମୁମ୍ବାଇ ଏବଂ ଦିଲ୍ଲୀ ରହିଛନ୍ତି। ଏମାନଙ୍କ ଭିତରେ ମୁମ୍ବାଇର 2ଟି ଏବଂ ବାକି ଟିମ୍ଗୁଡ଼ିକ ପାଖରେ 3ଟି ଲେଖାଏଁ ମ୍ୟାଚ୍ ଖେଳିବାର ସୁଯୋଗ ରହିଛି। ଏମିତି ରୋଚକ ପରିସ୍ଥିତିରେ ଗୁଜରାଟକୁ ଛାଡ଼ିଲେ ଆହୁରି 3ଟି ଦଳ କ୍ୱାଲିଫାଏ କରିବାକୁ ବାକି ରହିଛି। ଦୌଡ଼ରେ ରହିଛନ୍ତି ବାଙ୍ଗାଲୋର, ପଞ୍ଜାବ, ମୁମ୍ବାଇ ଏବଂ ଦିଲ୍ଲୀ। ତେବେ କିଏ କରିବ କ୍ୱାଲିଫାଏ, କିଏ ହେବ ଏଲିମେଣ୍ଟ? ଏମିତି କିଛି ଉତ୍କଣ୍ଠା ଭିତରେ ମେ 17 ଅର୍ଥାତ୍ ଶନିବାର ଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ 2025ର ଅବଶିଷ୍ଟ ମ୍ୟାଚ୍। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।